নমস্কার ওড়িশাবাসী, শুভ সন্ধ্যা। আজ সন্ধ্যা রয়েছে দেশ বিদেশ রাজ্যর কিছুটা গুরুত্বপূর্ণ খবর। খবরটি দেখা পূর্বরু আপন মানুষ গোটিয়ে ছোটিয়া অনুরোধ, ভিডিওটি লাইক করে কমেন্টরে আপনার জেলার না লিখিদেবে, যাফলে তুরন্ত আপনার জেলার খবর মধ্যে পাইপারে। তবে মুখ্যমন্ত্রীর বড় ঘোষণা, ডিসেম্বর মাসে বদলিব সবুকিছি নিয়ম, প্রধানমন্ত্রী দেলে উপহার, তা সহিত অনেক গুরুত্বপূর্ণ খবর আছে। চালন্তু খবর উপরে নজর পকাইবা। ନମ୍ବର 1, ପଶ୍ଚିମବଙ୍ଗରୁ ଆସୁନି ଆଳୁ ଟ୍ରକ୍, ପୁଣି ଥରେ ରାଜ୍ୟରେ ଆଳୁ ସଙ୍କଟ, ବଢିଲା ଆଳୁ ଦର, ଏହାକୁ ଚିନ୍ତାରେ ଖାଉଟି ଓ ବେପାରୀ। ତେବେ ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ନ ଆସିବାରୁ ଓଡ଼ିଶା ବଜାରରେ ପ୍ରଭାବ ପଡ଼ିଛି। 2 ମାସ ପୂର୍ବରୁ ଏଭଳି ସମସ୍ୟା ହୋଇଥିଲା। ବିଭିନ୍ନ ସ୍ଥାନରୁ ଆଳୁ ରେଟ୍ ମଧ୍ୟ ଏବେ ବଢିଗଲାଣି। ଗୋଟିଏ ପଟେ ଗୋଦାମରେ ଥିବା ଆଳୁ ଶେଷ ହେଉଥିବା ବେଳେ ଏପଟେ ପଶ୍ଚିମବଙ୍ଗରୁ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଭୁବନେଶ୍ୱର ଆଇଗଣିଆ ଆଳୁ ଗଦିକୁ ଯେଉଁଠି 300 ଆଳୁ ଟ୍ରକ୍ ଆସୁଥିଲା, ଆଜିକାଲି 4-5ଟି ଟ୍ରକ୍ ଆସୁଛି। ପୁଣି ପଶ୍ଚିମବଙ୍ଗ ତୁଳନାରେ ଆଳୁର ପାଇକରା ଏବେ ବଢିବ ବୋଲି କୁହାଯାଉଛି। ତେବେ କୁହାଯାଉଛି ଗତ 2 ଦିନ ଭିତରେ ଏବେ ଆଳୁ ରେଟ୍ 15ରୁ 20 ଟଙ୍କା ବଢିଛି। ତେବେ ଆଳୁ ଏବେ ବିକ୍ରି ହେଉଛି 45ରୁ 50 ଟଙ୍କା, କିଛି କିଛି ସ୍ଥାନରେ 60 ଟଙ୍କା ମଧ୍ୟ ଆଳୁ ବିକ୍ରି ହେଲାଣି। ତେଣୁ ଏ ନେଇକି ଖାଉଟିଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ବଢିବାରେ ଲାଗିଛି। ନମ୍ବର 2, ପୁଣି ମଧ୍ୟାହ୍ନ ଦର ବଢାଇଲେ ସରକାର, ଡିସେମ୍ବର 1 ତାରିଖରୁ ଲାଗୁ। ତେବେ ସ୍କୁଲରେ ଯେତିକି ଟଙ୍କା ଖର୍ଚ୍ଚ ହେଉଥିଲା ପିଲାମାନଙ୍କ ଖାଇବା ପିଛାରେ, ସରକାର ଏନେଇ ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ବଢାଇଛନ୍ତି। ପ୍ରାଥମିକ ପିଲାଙ୍କ ପାଇଁ 7 ଟଙ୍କା 64 ପଇସା ଖର୍ଚ୍ଚ ହେବ। ଆଉ ପୂର୍ବରୁ ଏହା 5 ଟଙ୍କା 90 ପଇସା ଖର୍ଚ୍ଚ ହେଉଥିଲା। ପ୍ରତି ପିଲା ପିଛା ଏତିକି ଟଙ୍କା ଖର୍ଚ୍ଚ ହେଉଥିଲା। ତେଣୁ ଏ ନେଇକି ସରକାର ମଧ୍ୟ ଘୋଷଣା କରିଛନ୍ତି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖର୍ଚ୍ଚ ହେବ 10 ଟଙ୍କା 94 ପଇସା। ପ୍ରଥମରୁ ଏହା 8 ଟଙ୍କା 82 ପଇସା ଖର୍ଚ୍ଚ ହେଉଥିଲା। ଉତ୍ତମ ମାନର ଖାଦ୍ୟ ଏବଂ ପିଲାମାନେ କେମିତି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ ସେ ନେଇ ସରକାର ଚିନ୍ତା କରୁଛନ୍ତି। ଆଉ ନିମ୍ନମାନର ଖାଦ୍ୟ ଦିଆଯିବ ନାହିଁ। ଏଥର ମଧ୍ୟାହ୍ନ ଭୋଜନରେ ଭଲ ଖାଇବେ ଛାତ୍ରଛାତ୍ରୀମାନେ। କିଛି ଦିନ ପୂର୍ବରୁ ପନ୍ନୁର ଆତଙ୍କୀ ଟାର୍ଗେଟ ଆସିଥିଲା, ବିମାନ ବନ୍ଦରକୁ ଉଡେଇ ଦବ ବୋଲି କିଛି ଘୋଷଣା ମଧ୍ୟ କରିଥିଲା। ଏହି ଟାର୍ଗେଟରେ ଥିଲା, ଆଉ ଆଜି ହଠାତ୍ ଏମିତି ବାହାରିଲା। ତେବେ ବିମାନ ବନ୍ଦରରୁ ଗୋଟିଏ ବ୍ୟାଗ ବାହାରିଛି, ଯାହା ସମସ୍ତେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ଖଲିସ୍ତାନ ପତାକା ଉଡାଇଲେ 25 ଲକ୍ଷର ପୁରସ୍କାର ଘୋଷଣା ମଧ୍ୟ କରାଯାଇଛି। ତେବେ ଅଡିଓ ମେସେଜରେ ଭୁବନେଶ୍ୱର ଏୟାରପୋର୍ଟକୁ ଟାର୍ଗେଟ ମଧ୍ୟ କରାଯାଇଥିଲା ବୋଲି କୁହାଯାଉଛି। ତେବେ ଏହା ଭିତରେ ଆଜି ମିଳିଛି ଏୟାରପୋର୍ଟରୁ ଏକ ବ୍ୟାଗ, ଯାହା ସମସ୍ତେ ଦେଖି ଭୟଭୀତ ହୋଇଗଲେ। ସମସ୍ତେ ସ୍କ୍ୱାଡଠୁ ଆରମ୍ଭ କରି ସମସ୍ତେ ବ୍ୟାଗ ପାଖରେ ରହିଲେ। ତେବେ ଏବେ ଭୁବନେଶ୍ୱର ବିମାନ ବନ୍ଦରରୁ ଅଜଣା ବ୍ୟାଗ ମିଳିବା ଘଟଣା ପରେ ଜଣାପଡ଼ିଲା ଏହାର ସତ। ଏହି ବ୍ୟାଗ କାହାର, ଏ ନେଇକି ସମସ୍ତେ ମଧ୍ୟ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଏ ନେଇକି ବ୍ୟାଗ ପକ୍ଷରୁ ଏବେ କୁହାଯାଇଛି ଯେ ବ୍ୟାଗ ଭିତରେ କିଛି ସାମଗ୍ରୀ ରହିଛି। ବ୍ୟାଗଟି ଜଣ ଲୋକଙ୍କର, ଜଣେ ଯାତ୍ରୀ ଭୁଲି ଯାଇଛନ୍ତି, କେହି ଭୁଲ ବଶତଃ ଏହାକୁ ଛାଡି ଯାଇଛନ୍ତି। କିନ୍ତୁ ଏହା ଭୟଭୀତ କରିବା ଉଚିତ ନୁହେଁ ବୋଲି କିଛି ସ୍କ୍ୱାଡ ମାନେ କହିଛନ୍ତି। ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ବାହାରୁଥିବା ଏକ ସନ୍ଦିଗ୍ଧ ବ୍ୟାଗ ଚିହ୍ନଟ ହୋଇଥିଲା। ବ୍ୟାଗଟି କେଉଁଠୁ ଆସିଥିଲା, କିଏ ଛାଡିଥିଲା ତାହା ଜଣାପଡୁନଥିଲା। ଘଟଣାସ୍ଥଳରେ ସିଆରପିଏଫ୍ ଏବଂ ଡଗ୍ ସ୍କ୍ୱାଡ ଆସି ବ୍ୟାଗ ଯାଞ୍ଚ କରିଥିଲେ, ହେଲେ ବ୍ୟାଗ ଭିତରୁ ସେଭଳି କିଛି ସନ୍ଦେହଜନକ ସାମଗ୍ରୀ ବାହାରି ନାହିଁ। ଘରେ ବା ବାହାରେ ସାଲୁବାଲୁ ମଶା, ଦିନ ହେଉକୁ ରାତି ମଶାର ଉତ୍ପାତ ହେଇ ଅସ୍ତିଷ୍ଠ ହେଲେ ଲୋକେ। ତେବେ କୁହାଯାଉଛି ଯେ ଏବେ ଶୀତ ଋତୁ ଆସିଛି, ଯାହାଫଳରେ ଥଣ୍ଡା ପାଗରେ ମଶା ଏବେ ଘରେ ଘରେ। ଦିନକୁ ଦିନ ମଶାଙ୍କ ଉତ୍ପାତ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହୋଇଛି। ମଶା ଧୂଆଁ ଗାଡି ଦେଖାଯାଉନି, ନାଳ ନର୍ଦ୍ଦମାରେ ମଧ୍ୟ ମଶାର ଭୟ। ତେଣୁ ଏ ମଶା ଯୋଗୁଁ ବିଭିନ୍ନ ପ୍ରକାର ରୋଗ ହେଉଛି। ଲୋକମାନେ ସିଧା ଆଡମିଟ ହେଉଛନ୍ତି ମେଡିକାଲରେ। ପ୍ରତିଦିନ 50ରୁ 100 ଲୋକ ଆସି ୟୁନିଟ୍ 6 କ୍ୟାପିଟାଲ ହସ୍ପିଟାଲ ଆଡମିଟ ମଧ୍ୟ ହେଉଛନ୍ତି। ସରକାର ୟା ଉପରେ ପଦକ୍ଷେପ ନେବା ବୋଲି କୁହାଯାଉଛନ୍ତି। ଘର ବାହାରେ ସାଲୁବାଲୁ ମଶା, ଦିନ ହେଉକୁ ରାତି ହଉ ମଶା ବିପାଦରେ ଅତିଷ୍ଠ ଲୋକେ। ନାଳ ମେଳି ବାନ୍ଧୁଛନ୍ତି ମଶା ଏବଂ ଚିର ନିଦ୍ରାରେ ଟିପା ମେସିନ। ତେବେ କୁହାଯାଉଛି ସରକାର ଏ ନେଇକି କୌଣସି ଚିନ୍ତା କରୁନାହାନ୍ତି। ତୁରନ୍ତ ବିଏମସି ପକ୍ଷରୁ କିଛି ଗାଡି ବ୍ୟବସ୍ଥା କରାଯାଉ। ଧୂଆଁମୟ ଗାଡି ଆସିଲେ ହୁଏତ ମଶାର ଆକ୍ରମଣ କମିଯିବ। ତେଣୁ ଏନେଇ ସରକାର ପକ୍ଷରୁ ବଡ ପଦକ୍ଷେପ ନିଆଯାଉ ବୋଲି କିଛି କହିଛନ୍ତି ବରିଷ୍ଠ ଲୋକେ। ପ୍ରଧାନମନ୍ତ୍ରୀ ଓଡ଼ିଆରେ ଭାଷଣ ଦେଇ ଓଡ଼ିଶାବାସୀଙ୍କୁ ହୃଦୟ ଜିତିଲେ, ବିରୋଧୀ ହୋଇଗଲେ କାବା। ତେବେ 59ତମ ସର୍ବଭାରତୀୟ ଡିଜି ଆଇଜି ସମ୍ମିଳନୀରେ ଯୋଗ ଦେବାକୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଏହି ସମ୍ମିଳନୀକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ବିଭିନ୍ନ ପ୍ରକାରର ଓଡ଼ିଆ ଏବଂ ଗୁଜରାତୀ ଖାଦ୍ୟର ବ୍ୟଞ୍ଜନ ବ୍ୟବସ୍ଥା ମଧ୍ୟ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ କାର୍ଯ୍ୟକ୍ରମରେ ଜନତାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ
ସ୍ପଷ୍ଟ ଓଡ଼ିଆ ଭାଷାରେ ଭାଷଣ ଦେଇଥିଲେ ଏବଂ ଜନତାଙ୍କ ହୃଦୟ ମଧ୍ୟ ଜିତି ପାରିଥିଲେ। ଏହି ଅବସରରେ ମୋଦି ଓଡ଼ିଶା ପର୍ବକୁ ପ୍ରଶଂସା କରିବା ସହିତ ଚାହା ପିଇବା ମଧ୍ୟ ପ୍ରଶଂସା କରିଥିଲେ। ଜଗନ୍ନାଥ ନାମ ଧରି ମୋଦି ନିଜର ଭାଷଣ ଆରମ୍ଭ କରିଥିଲେ। ଆଉ ମୋଦିଙ୍କ ଭାଷଣ ପରେ ଜୟ ଶ୍ରୀରାମ ନାରାରେ ସମଗ୍ର ଏୟାରପୋର୍ଟ ଅଞ୍ଚଳ ପ୍ରକମ୍ପିତ ହୋଇଯାଉଥିଲା। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ନୂଆ ଯୋଜନା ଆଣୁଛନ୍ତି, ତା ସହିତ ଗରିବ ଲୋକ କିଭଳି ଅଧିକ ସହାୟ ହେବେ ଏବଂ ଆବାସ ଘର କିଭଳି ପାଇବେ ସେ ଉପରେ ମଧ୍ୟ ଗୁରୁତ୍ୱ ବୈଠକ ଚାଲିବ। ଆଉ ଓଡ଼ିଶାରେ ବଡ଼ ବଡ଼ ପ୍ରକଳ୍ପ ହେବ, ଯାହା ଦ୍ୱାରା ଓଡ଼ିଶାବାସୀ ଆଉ ବାହାର ରାଜ୍ୟକୁ କାମ କରିବା ପାଇଁ ଯିବେନି, ଓଡ଼ିଶାରେ ରହି ନିଯୁକ୍ତି ପାଇବେ ଏବଂ ଟାର୍ଗେଟ ଅଛି 3 ବର୍ଷରେ 1.5 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା। ହସ୍ପିଟାଲରୁ ଶିଶୁପୁତ୍ର ଚୋରି, ଜନ୍ମ ହେବା ପରଠୁ ପିଲାଟିକୁ ପାଉନାହାନ୍ତି ପରିବାର ଲୋକେ। ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରଣପୁର ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶିଶୁପୁତ୍ର ଚୋରି ହୋଇଛି। ଜନ୍ମ ହେବାର କିଛି ସମୟ ପରେ ଶିଶୁପୁତ୍ରକୁ ପାଉନାହାନ୍ତି ପରିବାର ଲୋକେ। ଫଳରେ ମୁଣ୍ଡ ପିଟି କାନ୍ଦୁଥିବା ମା ନିଜ ଛୁଆକୁ ଫେରାଇ ଦେବାକୁ ଗୁହାରି କରୁଛି। ଘଟଣାରେ ଛାନଭିନ ଆରମ୍ଭ ହୋଇଥିବା ବେଳେ କିଏ ନେଇଗଲା ଛୁଆ ତାହାର ଆରମ୍ଭ ହୋଇଛି ତଦନ୍ତ। ସୂଚନା ଅନୁସାରେ ବଲଗଡ଼ ବ୍ଲକର ଗୋଡ଼ଭଙ୍ଗା ଗାଁର ମଧୁସ୍ମିତା ପରିଡ଼ା ଗତକାଲି ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଏକ ଶିଶୁ ପୁତ୍ରକୁ ଜନ୍ମ ମଧ୍ୟ ଦେଇଥିଲେ। ଉକ୍ତ ସମୟ ମଧ୍ୟରେ ମଧୁସ୍ମିତା ନିକଟରେ ପରିବାର ଲୋକେ କେହି ନଥିଲେ। କିଛି ସମୟ ପରେ ପରିବାର ଲୋକେ ପହଞ୍ଚି ପ୍ରସବ ହୋଇଥିବା ସାରିଥିବା ଶୁଣିବାକୁ ପାଇଥିବା ବେଳେ ଛୁଆକୁ କିନ୍ତୁ ପାଇନଥିଲେ। ଛୁଆଟି ମେଡିକାଲରୁ ଗାୟବ ହୋଇଯାଇଥିଲା। ଆଉ ଜନ୍ମ ହେବାର କିଛି ସମୟ ଭିତରେ ଶିଶୁଟିକୁ ଚୋରି କରିନେଇଥିବା ଅଭିଯୋଗ ଆସିଛି। ତେବେ ଏ ନେଇକି ମଧ୍ୟ ସିସିଟିଭି ଯାଞ୍ଚ ହେଉଛି। କିଛି ଦିନ ପୂର୍ବରୁ ଏମିତି ମଧ୍ୟ ଘଟିଥିଲା ଆଉ ଏବେ ପୁଣି ଏମିତି ଘଟିଛି, ଯାହା ମେଡିକାଲ ସାରା ହୋ ହାଲା ହୋଇଗଲାଣି। ମେଡିକାଲ କର୍ତ୍ତୃପକ୍ଷ କିଭଳି ଅବହେଳା କଲେ ଆଉ କଣ ପାଇଁ କଲେ ସେସବୁ ମଧ୍ୟ ଯାଞ୍ଚ ହେଉଛି। ଆସିଲା ଆଉ ଏକ ବଡ଼ ଦୁଃଖ ଖବର। ଉତ୍ତର ନାଇଜେରିଆରେ ଅଘଟଣ। ଉତ୍ତର ନାଇଜେରିଆରେ ଓଲଟିଲା ଡଙ୍ଗା, ଫଳରେ 27 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 100ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ତେବେ ଡଙ୍ଗାରେ ପାଖାପାଖି 200 ଯାତ୍ରୀ ଯାତ୍ରା କରୁଥିବା ବେଳେ ଅଧିକାଂଶ ମହିଳା ନିଖୋଜ ହୋଇଥିବା ଜଣାପଡ଼ିଛି। ସେମାନେ କୋଗି ରାଜ୍ୟରୁ ପଡ଼ୋଶୀ ରାଜ୍ୟକୁ ନାଇଜେରିଆ ଯାଉଥିଲେ। ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ନାଇଜେରିଆ ରାଜ୍ୟ ଜରୁରୀକାଳୀନ ପ୍ରବନ୍ଧକ ଏଜେନ୍ସି ମୁଖପାତ୍ର ଏ ବାବଦରେ ସ୍ପଷ୍ଟ ସୂଚନା ଦେଇଛନ୍ତି। ଏହି ଅଘଟଣରେ ନଦୀରୁ 27 ଜଣଙ୍କ ଶବ ମିଳିଛି। ଆହୁରି 100ରୁ ଅଧିକ ଲୋକ ନିଖୋଜ ଅଛନ୍ତି, ଯାହା ସମସ୍ତଙ୍କୁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ଚାଇନାରୁ ମିଳିଲା ବିଶ୍ୱର ସର୍ବବୃହତ ସୁନା ଖଣି, ବିଶ୍ୱ ସୁନା ବଜାରରେ କମ୍ପନ। ତେବେ ଆମେରିକା ଠାରୁ ଶକ୍ତିଶାଳୀ ହୋଇଯିବ ଚୀନ, କାରଣ ଚୀନରୁ ଏମିତି ବିଶ୍ୱର ସବୁଠାରୁ ସୁନା ଖଣି ମିଳିଛି। ସେଣ୍ଟ୍ରାଲ ଚୀନରେ ଠାବ କରାଯାଇଥିବା ଏହି ସୁନା ଖଣିରେ 1000 ମେଟ୍ରିକ ଟନ୍ର ସୁନା ଗଚ୍ଛିତ ହୋଇଥିବା ରହିଯାଇଛି, ଯାହାର ମୂଲ୍ୟ ପାଖାପାଖି 83 ବିଲିୟନ ଆମେରିକୀୟ ଡଲାର ହେବ ବୋଲି କୁହାଯାଉଛି। ବିଶ୍ୱର ଅନ୍ୟ ଖଣିଠାରୁ ବହୁତ ଅଧିକ। ଏନେଇକି ଚୀନ ସରକାରୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ସାଉଥ ଦ୍ୱୀପକୁ ସର୍ବବୃହତ ସୁନା ଖଣି ବୋଲି କୁହାଯାଉଥିଲା। ଏଠାରେ 900 ମେଟ୍ରିକ ଟନ୍ ସୁନା ଗଚ୍ଛିତ ରହିଛି। ହେଲେ ଚୀନରେ ମିଳିଥିବା ସୂଚନା ଅନୁସାରେ 1000 ମେଟ୍ରିକ ଟନ୍ ସୁନା ଗଚ୍ଛିତ ହୋଇଥିବା ଅନୁମାନ କରାଯାଉଛି। ଯଦି ଆକଳନ ସତ ହେଲା ତେବେ ଚୀନ ମାଲାମାଲ ହୋଇଯିବ ବୋଲି କୁହାଯାଉଛି। ତେବେ ଏତେ ପରିମାଣ ସୁନା ଏବେ ଡିଟେଲ୍ସ ବାହାରିବ ବୋଲି କୁହାଯାଉଛି। ପ୍ରତ୍ୟେକ ସୁନା ସ୍ରୋତରେ 300 ମେଟ୍ରିକ ଟନ୍ ସୁନା ରହିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ଅର୍ବାନ ମ୍ୟାଜେଷ୍ଟିକକୁ ବିଏମସିର ବଡ଼ ଝଟକା। ଶିଳ୍ପ ନାଁରେ ଜମି ଗଡ଼ୁଥିଲା ବିଶାଳ ଆପାର୍ଟମେଣ୍ଟ। ତେବେ ଜମି ନେଇ 5 ଏକରର ଲିଜ୍ ଜାଗାକୁ ନେଇ ମୁଣ୍ଡ ଟେକୁଥିବା ବିଶାଳ ବଡ଼ ଆପାର୍ଟମେଣ୍ଟ ଅର୍ବାନ ମ୍ୟାଜେଷ୍ଟିକକୁ ବଡ଼ ଝଟକା ଲାଗିଛି। ବେଆଇନ ଭାବେ ଲିଜ୍ ଜମିର କିସମ ପରିବର୍ତ୍ତନ କରାଯାଇଥିବା ବେଳେ ଦର୍ଶାଇ ବିଭିନ୍ନ ନାମ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛି ବିଏମସି। ପୂର୍ବରୁ ଲିଜ୍ ବାତିଲ ସହ ଜମିକୁ ମଧ୍ୟ କବ୍ଜାକୁ ନେବା ପାଇଁ ରାଜସ୍ୱ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳକୁ ଚିଠି ବି ଲେଖିଥିଲେ। ଏବେ ବିଏମସି ଆକ୍ସନ ମୋଡକୁ ଆସିବା ପରେ ଶିଳ୍ପ ପାଇଁ ଲିଜରେ ଜମି କେମିତି ଗଢ଼ି ଉଠୁଥିଲା ଏତ ବିଶାଳ ବଡ଼ ଆପାର୍ଟମେଣ୍ଟ, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ମହଙ୍ଗା ପଡ଼ିଲା ଶିଳ୍ପ ଜମିରେ ବହୁ ଦଳର ନେଇଥିବା ଆପାର୍ଟମେଣ୍ଟ ନିର୍ମାଣ। ପଟିଆସ୍ଥିତ ଅର୍ବାନ ମ୍ୟାଜେଷ୍ଟିକ ଆପାର୍ଟମେଣ୍ଟରେ ନିର୍ମାଣରେ ଲାଗିଲା ଲୋକ। କାମ ବନ୍ଦ ରଖିବାକୁ ନିର୍ମାଣକାରୀ ଏବଂ ସଂସ୍ଥାକୁ ମଧ୍ୟ ଚିଠି ଲେଖାଯାଇଛି। କେବଳ ବିଭିନ୍ନ ପ୍ରକାର ଭୁବନେଶ୍ୱରରେ ଜମି ମାଫିଆ ଅଛନ୍ତି। ଆଉ ଏଭଳି ସ୍ଥିତିରେ ବିଏମସି ଏବେ ତୁରନ୍ତ କାମ ରୋକ କରିବା ସହିତ ଜମିକୁ ହଡପ କରିବ। ଶ୍ରୀମନ୍ଦିରରେ ଆଜିଠାରୁ ହେବ ଦେବ ଦୀପାବଳି। ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ। ଶ୍ରୀମନ୍ଦିରରେ ଆଜିଠାରୁ ଦେବ ଦୀପାବଳି ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ ଅମାବାସ୍ୟା ପ୍ରତିପଦା 3 ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ଭକ୍ତଙ୍କ ଶ୍ରାଦ୍ଧ ବେଶରେ ଦର୍ଶନ କରିବେ ଶ୍ରୀଜୀଉ। 3 ଠାକୁର ଶ୍ଵେତ ବସ୍ତ୍ର ପରିଧାନ କରିବେ। ଠାକୁରଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟ ବିଭୂଷିତ କରାଯିବ। ପୂଜା ପଣ୍ଡାମାନେ ପିଣ୍ଡଦାନ କରିବେ।
ସାଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ। ଦେବ ଦୀପାବଳି ଅବସରରେ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଏବଂ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ 1 ଲକ୍ଷ ଦୀପ ଜାଳିବାର ଆୟୋଜନ ମଧ୍ୟ ହୋଇଛି। ଓଡ଼ିଶାରେ ବେଙ୍ଗଲ ପ୍ରଭାବ। ଓଡ଼ିଶାରେ ବାତ୍ୟାର ପ୍ରଭାବ ହାଲୁକାରୁ ମଧ୍ୟମ ଧରଣର ବର୍ଷା 11ଟି ଜିଲ୍ଲାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ କୁହାଯାଉଛି ଯେ 11ଟି ଜିଲ୍ଲାରେ ଏବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଆଉ କିଛି କିଛି ସ୍ଥାନରେ ହାଲୁକା ଧରଣ ବର୍ଷା ହେବ। ଏହିସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଞ୍ଜାମ, ନୟାଗଡ଼ ଏବଂ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବା ବାତ୍ୟା ବେଙ୍ଗଲ ଏବଂ ତାମିଲନାଡୁ ପୁଡୁଚେରୀ ଉପକୂଳର ଅତିକ୍ରମ କରିବା ବାତ୍ୟା। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ପବନ ବେଗ 70ରୁ 80 କିଲୋମିଟର ରହିବ। ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ବର୍ଷା ହେବା ସହିତ ପବନ ମଧ୍ୟ ହେଉ ବୋଲି କୁହାଯାଉଛି। ବିବାହ ଋତୁ ପାଇଁ ଫୁଲ ଅମୂଲ ମୂଲ। ଗୋଲାପ ଫୁଲ ଗୋଟା 30ରୁ 40 ଟଙ୍କା। ଆଉ ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଫୁଲ ବଜାର। କିଏ ବାହାଘର ମଣ୍ଡପ ସଜାଇବା ପାଇଁ ତ କିଏ ଫୁଲ ବରାଦ ଦେଲାଣି। ତେବେ ଗାଡ଼ି ସଜାଇବା ପାଇଁ ଫୁଲର ରେଟ୍ ଏବେ ପ୍ରବଳ। ତେବେ ବର୍ତ୍ତମାନ ଫୁଲର ଚାହିଦା ବେଶ୍ ଅଧିକ ଥିବାବେଳେ ଚାହିଦା ଅନୁଯାୟୀ ବଜାରରେ ଉପଲବ୍ଧ ଫୁଲର ଆବଶ୍ୟକତା ମେଣ୍ଟି ପାରିନଥାଏ। ଫଳରେ ଏହି ସମୟରେ ଫୁଲର ମୂଲ୍ୟ ପୂର୍ବ ତୁଳନାରେ ମହଙ୍ଗା ରହିଥାଏ। ତେବେ କୁହାଯାଉଛି ଆମର ଯଦି ଓଡ଼ିଶାରେ ଯଦି ବିଭିନ୍ନ ପ୍ରକାର ଫୁଲ ଚାଷ ହୁଅନ୍ତା ତାହେଲେ ଓଡ଼ିଶାର ଫୁଲର ମୂଲ୍ୟ ମଧ୍ୟ କମ୍ ଆସନ୍ତା। ତେବେ ଗୋଲାପ ଗୋଟାକୁ 30ରୁ 40 ଟଙ୍କା, ଅନ୍ୟ ସବୁ ଫୁଲ ଗୁରା ମଧ୍ୟ ରେଟ୍ ପ୍ରବଳ। ଯାହାଫଳରେ ଏବେ ଓଡ଼ିଶାର ଆମଦାନୀ ଯଦି ହେବ ତା ସହିତ ସବୁଠାରୁ ଭଲ କଥା ହେବ ଲିଲି ଫୁଲ ଗୋଟିଏର ଦାମ 200 ଟଙ୍କା, କିଷାନ କିମାମ 70 ଟଙ୍କା, ଷ୍ଟାର ଫୁଲ 20 ଟଙ୍କା, ଗୋଲାପ 40 ଟଙ୍କା, ଏମିତି ବିଭିନ୍ନ ପ୍ରକାର ଫୁଲ ନାହିଁ ନଥିବା ରେଟ୍ ଅଛି ଯାହାଫଳରେ ଲୋକଙ୍କ ମୁଣ୍ଡ ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା ଏଣିକି ରାସନ କାର୍ଡ ଜାନୁଆରୀ ମାସରେ ମିଳିବା ପାଇଁ ଯାଉଛି। ଏନେଇ ସରକାରଙ୍କ ତରଫରୁ ମଧ୍ୟ ବଡ଼ ଘୋଷଣା ଆଉ ଭତ୍ତା ଟଙ୍କା ମଧ୍ୟ ଜାନୁଆରୀ ମାସରେ ମିଳିବ। 894 ଯୁବକ ଯେଉଁ ଭତ୍ତା ଟଙ୍କା ହେରଫେର କରିଥିଲେ 90 ଲକ୍ଷ ପାଖାପାଖି ନିଜ ବୟସକୁ ବଢ଼ାଇ ଭତ୍ତା ଟଙ୍କା ନେଉଥିଲେ ତାଙ୍କ ଉପରେ ମଧ୍ୟ ତଦନ୍ତ ହେବ। ତା ସହିତ ମଧ୍ୟ ଏବେ କୁହାଯାଉଛି ପ୍ୟାନ କାର୍ଡରେ କ୍ୟୁଆର କୋଡ୍ ଲାଗିବ। ପ୍ୟାନ କାର୍ଡରେ କ୍ୟୁଆର କୋଡ୍ ଲାଗିବା ଦ୍ୱାରା ସବୁ କିଛି ଡାଟା ଆପଣମାନେ ପାଇପାରିବେ। ତା ସହିତ ମଧ୍ୟ ଆପଣଙ୍କର ଯଦି ଆଧାର କାର୍ଡ 10 ବର୍ଷ ପର୍ଯ୍ୟନ୍ତ ହୋଇଯାଇଛି ଆପଣ କେୱାଇସି କରିନାହାନ୍ତି ବା ଆପଣ ବାୟୋଡାଟା ଆପଣ ଫିଙ୍ଗର ପ୍ରିଣ୍ଟ ଏବଂ ଆପଣଙ୍କର ଫଟୋ ଦେଇନାହାନ୍ତି ତାହେଲେ ତୁରନ୍ତ ଆପଣ କରିଦିଅନ୍ତୁ ଇ କେୱାଇସି, ନହେଲେ ଆପଣଙ୍କର ଆଧାର କାର୍ଡ ମଧ୍ୟ ରଦ୍ଦ ହୋଇଯିବ। ଏ ନେଇକି ସରକାରଙ୍କ ତରଫରୁ ବିଭିନ୍ନ ଘୋଷଣା। ଆଉ ଡିସେମ୍ବର ମାସରେ ବଦଳିବ ସବୁ ନିୟମ। ଡିସେମ୍ବର ମାସର ପହିଲା ଠାରୁ ଆରମ୍ଭ ହୋଇଯିବ ସିଲିଣ୍ଡର ଦର ବୃଦ୍ଧି। ତା ସହିତ ପେଟ୍ରୋଲ ଦର କମିବ ଏବଂ 24 କ୍ୟାରେଟ ସୁନାର ଦାମ ଏବେ 1000 ଟଙ୍କା ବଢିଛି ବୋଲି କୁହାଯାଉଛି। ପ୍ରତିଦିନ ସୁନାର ରେଟ୍ କମୁଛି ବଢୁଛି କିନ୍ତୁ ଆଜି ସୁନା ରେଟ୍ 1000 ଟଙ୍କା ବଢିଛି, ଯାହା ଆଜିର ଥିଲା ଏଇଟା ମୁଖ୍ୟ ଖବର। ତେବେ ଦେଶ ବିଦେଶ ରାଜ୍ୟର ପ୍ରତ୍ୟେକ ଦିନ ଏଇଭଳିଆ ମୁଖ୍ୟ ଖବର ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ, ଯାହାଫଳରେ ସକାଳ 5ଟା ଏବଂ ସନ୍ଧ୍ୟା 5ଟାରେ ଆପଣମାନେ ପ୍ରଥମେ ଆମ ଚ୍ୟାନେଲରେ ନ୍ୟୁଜ୍ ଦେଖିପାରିବେ। ଆଉ ଯଦି ଆପଣଙ୍କୁ ଆମର ନ୍ୟୁଜ୍ ଭଲ ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ମଧ୍ୟ ଜଣାଇବେ।